ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା କ୍ଷେତ୍ରରେ ଗଣମାଧ୍ୟମଗୁଡ଼ିକର ଭୂମିକା ରହିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଧାରିତ ସମୟ 1:28 ଖୋଲିଲା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ପରିବେଶଗତ ଆହ୍ୱାନର ମୁକାବିଲା ପାଇଁ ନୀତି ଆୟୋଗ ଆରମ୍ଭ କଲା ନୀତି ଗିୟର ସିଫ୍ଟ ପ୍ରତିଯୋଗିତା। ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କଲେ 4,889 ଜଣ ତୀର୍ଥଯାତ୍ରୀ ଏବଂ 5ଟିକିଆ T20 ସିରିଜର ପଞ୍ଚମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଜିମ୍ବାୱେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗଣମାଧ୍ୟମଗୁଡ଼ିକର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସହଯୋଗ କରିବା ଆବଶ୍ୟକ। ଗତକାଲି ମୁମ୍ବାଇରେ ଭାରତୀୟ ସମ୍ବାଦପତ୍ର ସମାଜର ଏକ ଟାୱାର ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବେଶ ସଂରକ୍ଷଣ ପାଇଁ ମା ନାମରେ ଗୋଟିଏ ଗଛ ଅଭିଯାନ ଏବେ ସାରା ବିଶ୍ୱରେ ପ୍ରଶଂସା ପାଉଛି ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଗଣମାଧ୍ୟମର ସହଯୋଗ ନିତାନ୍ତ ଆବଶ୍ୟକ। ଶ୍ରୀ ମୋଦି କହିଛନ୍ତି, ଦେଶକୁ ବିକଶିତ ଭାରତରେ ପରିଣତ କରିବା ଲାଗି ଆସନ୍ତା 25 ବର୍ଷର ଯାତ୍ରାରେ ଦେଶର ପତ୍ରପତ୍ରିକାଗୁଡ଼ିକର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହେବ। ସେ କହିଛନ୍ତି, ଗଣମାଧ୍ୟମ ଲୋକମାନଙ୍କୁ ସେମାନଙ୍କ ଶକ୍ତି ଓ ପ୍ରଚେଷ୍ଟା ସମ୍ପର୍କରେ ସଚେତନ କରାଇବା ଜରୁରୀ ହୋଇପଡ଼ିଛି। ବିକାଶମୂଳକ କାର୍ଯ୍ୟକୁ ଜନଗଣଙ୍କ ନିକଟରେ ପହଞ୍ଚାଇବା ଏବଂ ସଚେତନତା କାର୍ଯ୍ୟ ପାଇଁ ଯେକୌଣସି ଗଣମାଧ୍ୟମ ସଂସ୍ଥା ନିଜ ଭାଷା ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ପତ୍ରପତ୍ରିକା ପ୍ରକାଶନ କରିବାର ଆବଶ୍ୟକତା ଦେଖାଦେଇଛି। ଏହି ଉତ୍ସବରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଏବଂ ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଆଜି ନିର୍ଦ୍ଧାରିତ ସମୟ 1:28 ଖୋଲାଯାଇଛି। ଏନେଇ 11 ଜଣିଆ କମିଟି ଭଣ୍ଡାର ଗୃହ ଖୋଲିବା ସମୟରେ ଉପସ୍ଥିତ ରହିଛନ୍ତି। କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ସଦସ୍ୟ CBK ମହାନ୍ତି, ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ରଙ୍କ ସମେତ ଗଜପତିଙ୍କ ପ୍ରତିନିଧି, ଛତିଶା ନିଯୋଗ ମହାନାୟକ, ଭଣ୍ଡାର ମେକାପ ସାମିଲ ହୋଇଛନ୍ତି। ଆଜି ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରିତ ହେବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ସୂଚନା ଅନୁଯାୟୀ ଭଣ୍ଡାର ଘର ଖୋଲାଯିବା ପରେ ରତ୍ନଗୁଡ଼ିକୁ ଭିତରେ ଷ୍ଟ୍ରଙ୍ଗ ରୁମ୍ରେ ସୁରକ୍ଷିତ ରଖାଯିବ। ପରେ ASI ପକ୍ଷରୁ ଅନୁଧ୍ୟାନ କରାଯାଇ ଆବଶ୍ୟକ ମରାମତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଭଗବାନ ସୁଦର୍ଶନ ଆସନ୍ତାକାଲି 3 ରଥରେ ବିଜେ ହୋଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ମାଉସୀ ମା ଗୁଣ୍ଡିଚା ଦେବୀଙ୍କ ମନ୍ଦିରରେ 8 ଦିନ ବ୍ୟାପୀ ଭାଇ ଭଉଣୀ ରହିବା ପରେ ଆସନ୍ତାକାଲି ରତ୍ନବେଦୀକୁ ବାହୁଡ଼ିବେ। ଗତ ଶୁକ୍ରବାର ଦିନ 3 ରଥ ଦକ୍ଷିଣ ମୋଡ଼ ନେବା ପରେ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ରହିଛନ୍ତି। ଶ୍ରଦ୍ଧାଳୁମାନେ ଆଜି ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ନୀତି ଆୟୋଗ ଇ-ଫାଷ୍ଟ ଇଣ୍ଡିଆ ପଦକ୍ଷେପର ଅଂଶସ୍ୱରୂପ ନୀତି ଗିୟର ସିଫ୍ଟ ପ୍ରତିଯୋଗିତା ଆରମ୍ଭ କରିଛି। ଏହି ହାକାଥନ୍ର ଉଦ୍ଦେଶ୍ୟ ହେଉଛି ଦେଶର ଅର୍ଥନୈତିକ ଏବଂ ପରିବେଶଗତ ଆହ୍ୱାନର ମୁକାବିଲା କରି ଭାରତରେ ଶୂନ୍ୟ ନିର୍ଗମନ ଟ୍ରକ୍ର ଅଭିନବ ମଡେଲକୁ ପ୍ରୋତ୍ସାହିତ କରିବା। ଏ ସଂକ୍ରାନ୍ତରେ ନୀତି ଆୟୋଗ ଛାତ୍ରଛାତ୍ରୀ, ପରିବହନ ସେବା ପ୍ରଦାନକାରୀ ସଂସ୍ଥା, ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଆର୍ଥିକ, ବୈଷୟିକ ଏବଂ ପରିଚାଳନାଗତ ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ଉପାୟ ଖୋଜିବା ଲାଗି ଆମନ୍ତ୍ରଣ କରିଛନ୍ତି। ନୀତି ଗିୟର ସିଫ୍ଟ ପ୍ରତିଯୋଗିତା IIM ବାଙ୍ଗାଲୋର, ସ୍ମାର୍ଟ ଫ୍ରେଟ୍ ସେଣ୍ଟର ଇଣ୍ଡିଆ, WRI ଇଣ୍ଡିଆ ଏବଂ ଅନ୍ୟମାନଙ୍କ ସହଯୋଗରେ ଆୟୋଜିତ ହେଉଛି। ନୀତି ଆୟୋଗଠାରୁ ମିଳିଥିବା ସୂଚନା ଅନୁଯାୟୀ 2ଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ରାଜନୀତି ଏବଂ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଏବଂ ସମଗ୍ର ଆମେରିକାବାସୀଙ୍କ ପ୍ରତି ଭାରତୀୟମାନେ ପ୍ରାର୍ଥନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖର୍ଚ୍ଚି ପୂଜା ଅବସରରେ
ଦେଶବାସୀ ବିଶେଷକରି ତ୍ରିପୁରାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଚତୁର୍ଦ୍ଦଶ ଦେବତାଙ୍କ ଆଧ୍ୟାତ୍ମିକ ଆଶୀର୍ବାଦ ଲୋକମାନଙ୍କ ଉପରେ ସଦାସର୍ବଦା ରହିଥାଉ ବୋଲି ସେ କାମନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଜୀବନରେ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। तारीख पे तारीख, तारीख पे तारीख। लेकिन अब ऐसा नहीं, एफआईआर करना आसान नहीं। आसान बन गया। अब पता नहीं जांच में कुछ हो भी रहा है या नहीं। अब पूरी जानकारी मिलेगी। क्या मोबाइल में जो फोटो है उसे सबूत मानेंगे वो? माना जाएगा दोस्त। छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी। ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी। नए आपराधिक कानून 1 जुलाई 2024 से लागू। आजाद भारत अपने कानून। आजादी, ये नई आजादी। ଅମରନାଥ ଗୁମ୍ଫା ଦର୍ଶନ ଲାଗି ଆଜି ଜମ୍ମୁର ଭଗବତୀ ନଗର ମୂଳ କ୍ୟାମ୍ପରୁ 4,889 ଜଣ ତୀର୍ଥଯାତ୍ରୀ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରେ 3,672 ଜଣ ପୁରୁଷ, 1,086 ଜଣ ମହିଳା, 21 ଜଣ ଶିଶୁ, 88 ଜଣ ସାଧୁ ଓ 22 ଜଣ ସାଧ୍ୱୀ ରହିଥିବା ଜଣାପଡ଼ିଛି। ଭିଏତନାମର ଉତ୍ତରାଞ୍ଚଳରେ ଭୂସ୍ଖଳନ ଯୋଗୁଁ 11 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ 4 ଜଣ ଗୁରୁତର ଆହତ ହୋଇଛନ୍ତି। 16 ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଭୂସ୍ଖଳନ ଯୋଗୁଁ ରାସ୍ତା ମଝିରେ ଖାତ ମଧ୍ୟକୁ ପଶିଯାଇଥିଲା। ଭିଏତନାମର ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ ଶୁକ୍ରବାର ଦିନ 290 ମିଲିମିଟର ବର୍ଷା ହୋଇଥିଲା। ଏଠାକାର ସରକାରୀ ସୂତ୍ରରୁ ଜଣାପଡ଼ିଛି, ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 68ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ 56 ଜଣ ଗୁରୁତର ଆହତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ ନାଟାଲ ଅଞ୍ଚଳରେ ଗତ ସପ୍ତାହରେ ଘଟିଥିବା ଅଗ୍ନିକାଣ୍ଡରେ 7 ଜଣ ଲୋକଙ୍କର ମୃତ୍ୟୁ ହେବା ସହ 196ଟି ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଛି। ସେଠାକାର ସରକାର କହିଛନ୍ତି, ଏହି ଅଗ୍ନିକାଣ୍ଡ ଗତ ସପ୍ତାହରେ ଘଟିଥିଲା। ଏଥିରେ 751 ଜଣ ଲୋକ କ୍ଷତିଗ୍ରସ୍ତ ହେବା ସହ ବହୁ ଫସଲ ଏବଂ ବାସଗୃହ ଜଳି ନଷ୍ଟ ହୋଇଯାଇଛି। ଗଣମାଧ୍ୟମ ସୂଚନା ଅନୁଯାୟୀ 14,000 ହେକ୍ଟରରୁ ଅଧିକ ଚାରଣଭୂମି ନଷ୍ଟ ହେବା ସହ 16,000 ଜୀବଜନ୍ତୁ ପ୍ରାଣ ହରାଇଛନ୍ତି। ଲଣ୍ଡନର ଅଲ୍ ଇଂଲଣ୍ଡ କ୍ଲବର ଆଇକନିକ୍ ସେଣ୍ଟର କୋର୍ଟଠାରେ ଆଜି ପୁରୁଷ ସିଙ୍ଗଲ୍ସ ୱିମ୍ବଲଡନ୍ ଟେନିସ୍ ଫାଇନାଲ୍ ମ୍ୟାଚ୍ରେ ବିଶ୍ୱର 2 ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ପୂର୍ବଥରର ଚମ୍ପିୟନ୍ କାର୍ଲସ୍ ଆଲକାରାଜଙ୍କୁ ଭେଟିବେ। ଭାରତୀୟ ସମୟ ସନ୍ଧ୍ୟା 6:30 ସମୟରେ ଏହି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସ୍ପେନ୍ର ଖେଳାଳି ଆଲକାରାଜ ଦ୍ୱିତୀୟ ଥର ପାଇଁ ୱିମ୍ବଲଡନ୍ ଫାଇନାଲ୍ ଖେଳୁଥିବା ବେଳେ ସର୍ବିଆର ନୋଭାକ୍ ଜୋକୋଭିଚ୍ ଅଷ୍ଟମ ଥର ପାଇଁ ଏହି ମ୍ୟାଚ୍ ଖେଳିବେ। ପୂର୍ବରୁ ଜୋକୋଭିଚ୍ 7 ଥର ଚମ୍ପିୟନ୍ ଆଖ୍ୟା ଅର୍ଜନ କରିସାରିଛନ୍ତି। ସେହିପରି ମିକ୍ସଡ୍ ଡବଲ୍ ଫାଇନାଲରେ ଜନ୍ ଜେଲେନ୍ସ୍କି ଓ ହୁଇସ୍କି ଯୋଡ଼ି ସାଣ୍ଟିଆଗୋ ଓ ଅଲ୍ମସ୍ଙ୍କ ସହ ଭେଟାଭେଟି ହେବେ। ହରାରେଠାରେ ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ 5ଟିକିଆ T20 ସିରିଜ୍ର ପଞ୍ଚମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 4:30 ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଚତୁର୍ଥ T20 ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 10 ୱିକେଟ୍ରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିଥିଲା। ବର୍ଲିନ୍ଠାରେ ୟୁରୋପିଆନ୍ ଫୁଟବଲ ଚାମ୍ପିୟନସିପ୍ ୟୁରୋକପ୍ ଫାଇନାଲରେ ଆଜି ସ୍ପେନ୍ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ଚତୁର୍ଥ ଥର ପାଇଁ ଚମ୍ପିୟନ୍ ହେବାର ଲକ୍ଷ୍ୟ ରଖି ସ୍ପେନ୍ ପଡ଼ିଆକୁ ଓହ୍ଲାଉଥିବା ବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁରୋକପ୍ ହାସଲ କରିବାକୁ ଇଂଲଣ୍ଡ ଜୋରଦାର ପ୍ରୟାସ କରିବ। ସେହିପରି ମିଆମିଠାରେ ଆସନ୍ତାକାଲି ଭାରତୀୟ ସମୟ ସକାଳ 5:30 କୋପା ଆମେରିକା ଫୁଟବଲ ଚାମ୍ପିୟନସିପ୍ରେ ଆର୍ଜେଣ୍ଟିନା କଲମ୍ବିଆକୁ ଭେଟିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା କ୍ଷେତ୍ରରେ ଗଣମାଧ୍ୟମଗୁଡ଼ିକର ପ୍ରମୁଖ ଭୂମିକା ରହିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ଦ୍ଧାରିତ ସମୟ 1:28 ଖୋଲିଲା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର। ପରିବେଶଗତ ଆହ୍ୱାନର ମୁକାବିଲା ପାଇଁ ନୀତି ଆୟୋଗ ଆରମ୍ଭ କଲା ନୀତି ଗିୟର ସିଫ୍ଟ ପ୍ରତିଯୋଗିତା। ଅମରନାଥ ଗୁମ୍ଫା ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କଲେ 4,889 ଜଣ ତୀର୍ଥଯାତ୍ରୀ ଏବଂ 5ଟିକିଆ T20 ସିରିଜ୍ର ପଞ୍ଚମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଜିମ୍ବାୱେ। ଶେଷ ହେଲା।